ସେମାନଙ୍କର ବିରାଟ ଭୁଲ। ବାଡ଼େଇବା, ପୁଲିସ କି ବାଡ଼େଇବା, କାର ଭାଙ୍ଗିବା, କାଚ ଭାଙ୍ଗିବା, ଲୋକଙ୍କୁ ବାଡ଼େଇବା, ଜାମ୍ କରିବା, ଏଗୁଡ଼ା ଘୋର ଅନ୍ୟାୟ। ନା ନା, ତାଙ୍କୁ ରିଲିଜ କରି ଦିଆଯାଉ, ତାଙ୍କୁ ୱାର୍ଣ୍ଣିଂ ଦିଆଯାଉ, କିଛି ଫାଇନ କରିକି ତାଙ୍କୁ ପରମିଟ ଟିକେ ଆଲାଉ କରାଯାଉ ଏବଂ ଭୁବନେଶ୍ୱରରେ କେମିତି ଅଟୋ ଚାଲିବ ବ୍ୟବସ୍ଥା କରନ୍ତୁ। ଲୋକ ଭାରି ହଇରାଣ ହଉଛନ୍ତି। କୁଣ୍ଢେଇ ପାରିଲେନି ଆଦିବାସୀ ଲୋକ କଲିଜା ବଡ ଜୀବନ ଛାଡି ଯାଉଥାଉ, ତମେ ଭିତରେ ବଇଥଲ। ଆଏ ପାସେଞ୍ଜର ଟୁରିଷ୍ଟ ସବୁଦିନ ଯାଉଛନ୍ତି, କୁମ୍ଭୀର ଦେଖୁଛନ୍ତି, ଉପରେ ଦେଖୁଛନ୍ତି, ବିଶ୍ରାମ ନବା ପାସ୍ କରୁଛନ୍ତି। ଏ ନୂଆ ଏଗୁଡା ଖାଲି ଧୂଆଁ ବାଣ। କୁକୁର ଲଖିଲେ ଦେଖିଲେ ଯେ ଦୌଡ଼ିବେ, ସେ କୁମ୍ଭୀରକୁ ଦେଖିବେ। ଲଜ୍ଜା। ସେଥିପାଇଁ ଦାୟୀ ସରକାର, ତାଙ୍କର ଇଣ୍ଟେଲିଜେନ୍ସ ଫେଲ। ପ୍ରଥମ ଦିନ ଶାନ୍ତିପୂର୍ଣ୍ଣ ଭାବେ କରିଥିଲେ, ଦ୍ୱିତୀୟ ଦିନ ଶାନ୍ତିପୂର୍ଣ୍ଣ ଭାବେ ଷ୍ଟ୍ରାଇକ୍ କରିଥିଲେ, ତୃତୀୟ ଦିନ ଅତ୍ୟଧିକ ଲୋକ ହେଲେ, ଜାମ୍ ହେଇଗଲା, କାର ବାଡେଇଲେ, ଭାଙ୍ଗିଲେ, କିଛି ଲୋକ ଗୁଣ୍ଡା ଟେକା ପକେଇଲେ, ନିରୀହ ଲୋକଙ୍କୁ ବାଡେଇଲେ, ପୋଲିସ ତାକୁ ଅତ୍ୟାଚାର କଲା। ପୋଲିସ ବହୁ ବସ ଭାଙ୍ଗିଛନ୍ତି, କାର ଭାଙ୍ଗିଛନ୍ତି, ଆମ୍ବୁଲାନ୍ସ ଭାଙ୍ଗିଛନ୍ତି, ବହୁତ କ୍ଷତି କରିଛନ୍ତି। ଯାହା ହଉ ସେ ତ ଆରେଷ୍ଟ ହେଇ ଜେଲ ଗଲେ। ତୁରନ୍ତ ତାଙ୍କୁ ରିଲିଜ କରି ଦିଆଯାଉ, ଗାଡି ଗୁଡାକ ରିଲିଜ କରି ଦିଆଯାଉ। ଭୁବନେଶ୍ୱରଟା ବିରାଟ ଭୁବନେଶ୍ୱର, ଗଳି କନ୍ଦିରେ ଘର, ଚାରିଆଡେ ଘର ତିଆରି ହେଇଯାଇଛି, କଲୋନୀ। ତେଣୁ ଲୋକେ ଯିବା ଆସିବା ସୁଯୋଗ ନା ନା, ତାଙ୍କୁ ରିଲିଜ କରି ଦିଆଯାଉ, ତାଙ୍କୁ ୱାର୍ଣ୍ଣିଂ ଦିଆଯାଉ, କିଛି ଫାଇନ କରିକି ତାଙ୍କୁ ପରମିଟ ଟିକେ ଆଲାଉ କରାଯାଉ ଏବଂ ଭୁବନେଶ୍ୱରରେ କେମିତି ଅଟୋ ଚାଲିବ ବ୍ୟବସ୍ଥା କରନ୍ତୁ। ଲୋକ ଭାରି ହଇରାଣ ହଉଛନ୍ତି। ନା ଉଚିତ ନୁହଁ, ସେଟା ବିରାଟ ଭୁଲ। ସେମାନଙ୍କର ବିରାଟ ଭୁଲ। ବାଡ଼େଇବା, ପୁଲିସ କି ବାଡ଼େଇବା, କାର ଭାଙ୍ଗିବା, କାଚ ଭାଙ୍ଗିବା, ଲୋକଙ୍କୁ ବାଡ଼େଇବା, ଜାମ୍ କରିବା, ଏଗୁଡ଼ା ଘୋର ଅନ୍ୟାୟ। ସେ ଯାହା ହଉ ତ ଆରେଷ୍ଟ ହେଇ ଜେଲ ଯାଇଛନ୍ତି। ସିଏ କଣ ଓଡିଶା ବନ୍ଦ କରିବା, ବେକାର କଥା। ତୁରନ୍ତ ସେ ଗାଡି ଗୁଡା ରିଲିଜ କରିଦିଅ, ଡ୍ରାଇଭର ଗୁଡା ରିଲିଜ କରିଦିଅ, ଲୋକ ସେବା ସିଏ କରନ୍ତୁ। ଏ ଗଳି କନ୍ଦିରେ ଗାଁରେ ଯୋଉ ଜାଗାକୁ ବସ୍ ଯାଇପାରୁନି, କାର ଯାଇପାରୁନି, ଅଟୋ ଯାଉଛି, ଲୋକ ନବା ଆଣିବା କରନ୍ତୁ, ଲୋକ ବଞ୍ଚନ୍ତୁ। କୁଣ୍ଢେଇ ପାରିଲେନି ଆଦିବାସୀ ଲୋକ କଲିଜା ବଡ ଜୀବନ ଛାଡି ଯାଉଥାଉ, ତମେ ଭିତରେ ବଇଥଲ। ଆଏ ପାସେଞ୍ଜର ଟୁରିଷ୍ଟ ସବୁଦିନ ଯାଉଛନ୍ତି, କୁମ୍ଭୀର ଦେଖୁଛନ୍ତି, ଉପରେ ଦେଖୁଛନ୍ତି, ବିଶ୍ରାମ ନବା ପାସ୍ କରୁଛନ୍ତି। ଏ ନୂଆ ଏଗୁଡା ଖାଲି ଧୂଆଁ ବାଣ। କୁକୁର ଲଖିଲେ ଦେଖିଲେ ଯେ ଦୌଡ଼ିବେ, ସେ କୁମ୍ଭୀରକୁ ଦେଖିବେ। ଲଜ୍ଜା। ଏପର୍ଯ୍ୟନ୍ତ ପହଞ୍ଚିନି, ଆଶ୍ରୟସ୍ଥଳୀରେ ଖାଦ୍ୟ ପହଞ୍ଚିନି, ସିଝା ଖାଦ୍ୟ ପହଞ୍ଚିନି, ଶୁଖିଲା ଗଣ୍ଡେ ଚୁଡା ଗୁଡ ଦେଇଥିଲେ, ସମୁଦ୍ରକୁ ସେ ସରିଯାଇଛି। ଆରେ ହେଲିକପ୍ଟର ମୁଁ ଡିମାଣ୍ଡ କଲି, ଆମେ ହେଲିକପ୍ଟର ଖାଦ୍ୟ ପକାଉ, ସିଝା ଖାଦ୍ୟ, ଶୁଖିଲା ଖାଦ୍ୟ। ଯୋଉ ଯୋଉ ଜାଗାରେ ପାଣି ଘେରିକି ଅଛି, ଲୋକ ପହଞ୍ଚି ପାରୁନାହାନ୍ତି, ପହଞ୍ଚା। କିଛି ନାହିଁ, ହାତରୁ ଦଉଛି, ଆମ ପଇସା ବିପଦ ପଡିଛି, ଆମ ପାଖେ ପହଞ୍ଚେଇ ଦିଅ ଚୁଡା, ଗୁଡ, ଚାଉଳ, ଡାଲି, ପରିବା, ପନିପରିବା, ବିସ୍କୁଟ ପିଲାମାନଙ୍କ ପାଖେ। କିଛି ନାହିଁ, ଗୋରୁ ଗୁଡାକ ଛଟପଟ ହଉଛନ୍ତି, କୁଣ୍ଡା ନାହିଁ କି କୁଟା ନାହିଁ କି କିଛି ନାହିଁ। ଆମର ବାଟି ସାରିଲାଣି 27 ଟ୍ରକ ଚାଉଳ, 13 ଟ୍ରକ ଚୁଡା, 5 ଟ୍ରକ ଗୁଡ, ଚାରିଆଡେ ଆମର ଯାଜପୁର, ବଲାଙ୍ଗୀର, କଟକ, ଆମର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, ଚାରିଆଡେ ଆମେ ତାଙ୍କ କଥା କହିବୁ। ଭକ୍ତ ଦାସକୁ ଧନ୍ୟବାଦ, ସେ ଏତେ ଚାଉଳ ଫାଉଳ ଯୋଗେଇ ଦେଇଛି, ଆମେ ରିଲିଫ ନେଇ ଲୋକ ପାଏ ପହଞ୍ଚେଇ ଦେଇଛୁ, ଆତ୍ମସନ୍ତୋଷ ଲାଗୁଛି। କରୁନାହାନ୍ତି, ସେ ଥେଲେ ତ କରିବେ, ସେ ଥେଲେ କରିବେ। 2.5 ବର୍ଷ ହେଲା ଗୋଟେ ଟ୍ୟୁବଲ ବସେଇ ପାଇଲେନି, ଗୋଟେ ୟୁପି ସ୍କୁଲ କରିପାରିଲେନି, ଆଉ ସେ କଣ କରିବେ? ସେ ଥେଲେ ସିନା କରିବେ, କରୁ କରୁ ପଳେଇଥିବ। ତାଙ୍କ ବଜେଟରେ ଯେତିକି ଟଙ୍କା ଆପ୍ରୁଭ ହଉଛି 40% ଖର୍ଚ୍ଚ ହେଇନି, ସେ କଣ କରିବେ? ତାକୁ କେହି ମାନୁନାହାନ୍ତି, ଏ କର୍ମଚାରୀ ମାନେ ବି ମାନୁନାହାନ୍ତି, ତା ମନ୍ତ୍ରୀ ମାନୁନାହାନ୍ତି, ତା କର୍ମଚାରୀ ମାନୁନାହାନ୍ତି। ତା ନହେଲେ ବଜେଟ 40% ଖର୍ଚ୍ଚ ହେଇଛି, 60% ଟଙ୍କା ଥୁଆ ହେଇଛି। ଏ ଯୋଉ ଟଙ୍କା ଗୁଡା ଯିବ କଣ ହବ? ପ୍ରତି ମାସରେ 2 ଥର କ୍ୟାବିନେଟ, କଣ ଚାହାଳି କି? ପ୍ରତି ମାସରେ 2 ଥର କ୍ୟାବିନେଟ ବସୁଛି, କଣ ଚାହାଳି କି?
ଆଏ ଗୋଟାଏ ଯୋଉଟା କ୍ୟାବିନେଟରେ ପାସ୍ हो ତାକୁ ୱାର୍କଆଉଟ କର, ଏକ୍ଜିକ୍ୟୁଟ କର, ଲୋକଙ୍କ ପାଖେ ପହଞ୍ଚା। ଖାଲି କ୍ୟାବିନେଟରେ ଆପ୍ରୁଭ କରିଦେଲେ କଣ ହବ? ଯେତୋଟି କଲଣି ତମେ 90ଟା ପ୍ରସ୍ତାବ ପାସ୍ କଲୁ, କୋଉ ଗୋଟିକ କରିଛ? କୋଉ ଗୋଟିକ କରିଛ? ବିରାଟ ତାଲା ବାଡଉଛ ସୁଭଦ୍ରା ଯୋଜନା 30 ଟଙ୍କା ଦିନକୁ। କି କୋଟିପତି ହେବେ, କି ଚାଷ କରିବେ, କି ଧନ୍ଦା କରିବେ ଭଉଣୀ ମାନେ? ଏଗୁଡା ଖାଲି ଧୂଆ ବାଡା। ହଁ ହବ, ନୂଆ ଯୁବକ ମାନଙ୍କୁ ସୁଯୋଗ ଦିଆଯିବ, ଯୁବତୀ ମାନଙ୍କୁ ସୁଯୋଗ ଦିଆଯିବ, ବସ୍ ମାନେ ଡାଇରେକ୍ଟର ହେବେ, ଯୁବକ ଯୁବତୀ ମାନେ ହିରୋ ହେବେ, ଫିଲ୍ମଟା ଭଲ ଚାଲିବ, ଦଳ ବଢିଆ ଚାଲିବ, ସଂଗଠନ ମଜବୁତ ହବ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହବ, ଭକ୍ତ ଦାସ ମୁଖ୍ୟମନ୍ତ୍ରୀ ହବ, ଆମେ ସମସ୍ତେ ଲାଗି ପଡୁନି। Located in the heart of Bhubaneswar city, serenity of nature and modern elegance meet in perfect balance, facing directly the jungle and forest reserve. Every morning begins with breathtaking views, swimming pools, all designed to enhance relaxation and social living.